रान्धस्य ज्ञानाकय चक्षुर्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदान्याय कृष्णप्रेमप्रदायते कृष्णाय कृष्णचैतन्य नाम्ने गौरतिषे नमः। नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथ इते नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। ଏଠାରେ ଉପସ୍ଥିତ ଥିବା ସମସ୍ତ ବୈଷ୍ଣବ ଏବଂ ବୈଷ୍ଣବୀଙ୍କୁ ମୋର ଦଣ୍ଡବତ ପ୍ରଣାମ। ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଭୁଜୀ ଆମ ମାନଙ୍କୁ ସମସ୍ତଙ୍କୁ ଶ୍ରୀକୃଷ୍ଣଙ୍କର ଲୀଳା ଶ୍ରବଣ ଏବଂ ଶ୍ରୀକୃଷ୍ଣଙ୍କର ଲୀଳା ର ବର୍ଣ୍ଣନାର ସୁଯୋଗ ଦେଇଥିବାରୁ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି। ଆଉ ମୋର ତ ସେତିକି କିଛି ସାମର୍ଥ୍ୟ ନାହିଁ କି ମୁଁ ଶ୍ରୀକୃଷ୍ଣଙ୍କର ଲୀଳା ବିଷୟରେ ବର୍ଣ୍ଣନା କରିପାରିବି, କିନ୍ତୁ ପ୍ରଭୁପାଦଙ୍କ ଦ୍ଵାରା ଲିଖିତ ଶ୍ରୀକୃଷ୍ଣ ପୁସ୍ତକରୁ ମୁଁ ଯାହା ପଢିଛି ତାହାକୁ ମୁଁ ଏଜ୍ ଇଟ୍ ଇଜ୍ ଉପସ୍ଥାପନ କରିବାକୁ ଚେଷ୍ଟା କରିବି। ଏବଂ ମୋ ଦ୍ଵାରା କିଛି ଯଦି ଭୁଲ ହେଇଯାଇଥାଏ ତାହେଲେ ଆଗରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ତାହେଲେ ଆଜି ମୁଁ ଯୋଉ କୃଷ୍ଣଙ୍କ ଲୀଳା ବିଷୟରେ କହିବି, ସେଇ ଲୀଳାଟି ହେଉଛି ବିରାଟ ରୂପ ଦର୍ଶନ। यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्मसंस्थापनार्थाय सम्भवामि युगे युगे। ଯେହେତୁ ଆମେ ସମସ୍ତେ ଏହା ଜାଣିଛେ ଯେ ଶ୍ରୀକୃଷ୍ଣ ଅଧର୍ମର ନାଶ, ଧର୍ମର ସ୍ଥାପନା ଏବଂ ସାଧୁ ସନ୍ଥ ମାନଙ୍କୁ ରକ୍ଷା ପାଇଁ ଏହି ଧରା ପୃଷ୍ଠରେ ବାର ବାର ଅବତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ତା ସହିତ ତାଙ୍କର ଯୋଉ ଶ୍ରଦ୍ଧା ଭକ୍ତ ଥାନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରିବା ନିମନ୍ତେ ସେ ବିଭିନ୍ନ ଲୀଳା ସମ୍ପାଦନ କରିଥାନ୍ତି। ଏବଂ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ ଦ୍ୱାରା ଆମ ମନରେ ଥିବା ମଳିନତା ଏବଂ ନକାରାତ୍ମକ ଯୋଉ ଭାବନା ଥାଏ ତାହା ହୃଦୟରୁ କଟିଯାଏ। ଏବଂ ଶ୍ରୀକୃଷ୍ଣଙ୍କର ଲୀଳା ଶ୍ରବଣ ଦ୍ୱାରା ଆମର ହୃଦୟ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରେମ ଜାଗୃତ ହୋଇଥାଏ। ତୃଣାବ୍ରତ ବଧ ର କିଛି ସମୟ ପଶ୍ଚାତ ବସୁଦେବ ତାଙ୍କର ଯୋଉ କୁଳ ପୁରୋହିତ ଅଛନ୍ତି ଗର୍ଗ ମୁନି, ଯିଏ କି ଜ୍ୟୋତିଷ ବିଦ୍ୟା ଏବଂ ଜ୍ୟୋତିଷ ଗଣନାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ, ତାଙ୍କୁ ସେ ନନ୍ଦ ମହାରାଜ ଏବଂ ଯଶୋଦା ମାଙ୍କ ବାସଭବନକୁ ଯାଇ ଶ୍ରୀକୃଷ୍ଣଙ୍କର ଭବିଷ୍ୟତ ନିମନ୍ତେ ଜ୍ୟୋତିଷ ମତ ଗଣନା ପାଇଁ ତାଙ୍କୁ ପଠାଇଲେ। ଯେତେବେଳେ ଗର୍ଗ ମୁନି ମା ଯଶୋଦା ଏବଂ ନନ୍ଦ ବାବାଙ୍କ ବାସଭବନକୁ ଯାଇଛନ୍ତି, ସେତେବେଳେ ନନ୍ଦ ବାବା ଗର୍ଗ ମୁନିଙ୍କୁ ଦେଖି ଅତ୍ୟନ୍ତ ପ୍ରସନ୍ନ ହେଇଛନ୍ତି ଏବଂ ତାଙ୍କୁ ଆଦର ସହକାରେ ସମ୍ମାନ ସହକାରେ ତାଙ୍କର ବାସଭବନକୁ ସ୍ୱାଗତ ଜଣାଇଛନ୍ତି ଏବଂ ତାଙ୍କୁ ଅତ୍ୟନ୍ତ ସମ୍ମାନ ସହକାରେ ବସିବା ପାଇଁ ଆସନ ମଧ୍ୟ ପ୍ରଦାନ କରିଛନ୍ତି। ଏବଂ ଗର୍ଗ ମୁନିଙ୍କୁ ସେ ଏହା କହିଛନ୍ତି ଯେ ଆମେ ଯୋଉ ଗୃହସ୍ଥ ମାନେ ଅଛୁ, ଯୋଉ ଗୃହସ୍ଥ ଧର୍ମରେ ଅଛୁ, ସେମାନେ ସଦା ସର୍ବଦା ଗୃହ କାର୍ଯ୍ୟରେ ଏବଂ ନିଜର ପରିବାର ଜନଙ୍କ ଭିତରେ ଉଲଝି ହେଇକି ରହୁ, ଯୋଉ କାରଣ ପାଇଁ ଆମର ନିଜର ଆତ୍ମସାତ୍ ଏବଂ ଭଗବତ ସମ୍ମୁଖରେ ସୁଯୋଗ ମିଳିନଥାଏ।
କିନ୍ତୁ ଆପଣଙ୍କ ଭଳି ମହାନ ପଣ୍ଡିତ ମହାବ୍ରାହ୍ମଣ ଯେତେବେଳେ ଗୃହସ୍ଥଙ୍କ ଗୃହକୁ ପ୍ରବେଶ କରନ୍ତି, ସେତେବେଳେ ଗୃହସ୍ଥ ମାନଙ୍କୁ ନିଜର ଆତ୍ମସାତ୍ ଏବଂ ଭଗବତ ସମ୍ମୁଖୀନ ହେବା ପାଇଁ ତାଙ୍କୁ ସୁଯୋଗ ମିଳିଥାଏ। ଏହା କହି ସେ ଗର୍ଗମୁନି ଯୋଉ ପାଣ୍ଡିତ୍ୟ ଅର୍ଜନ କରିଥିଲେ ଜ୍ୟୋତିଷ ବିଦ୍ୟାରେ, ତାହାକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି। ଏବଂ ଯେହେତୁ ନନ୍ଦ ବାବା ବୈଶ୍ୟ ଥିଲେ, ସେ ଗର୍ଗମୁନିଙ୍କୁ ମହାନ ବ୍ରାହ୍ମଣ ରୂପେ ଦେଖୁଥିଲେ ଏବଂ ସେ ଗର୍ଗମୁନିଙ୍କୁ ଏହା ଅନୁରୋଧ କଲେ ଯେ ତାଙ୍କର ଯୋଉ ଦିଟି ପାଳିତ ଶିଶୁ ଅଛନ୍ତି, ତାଙ୍କୁ ସିଏ ଦୀକ୍ଷା ସଂସ୍କାର ଦେବେ। ଏହା ଶୁଣି ଗର୍ଗମୁନି ନନ୍ଦ ମହାରାଜକୁ ଏହା କହିଲେ ଯେ ଜ୍ୟୋତିଷ ଗଣନା ଅନୁସାରେ ମା ଯଶୋଦାଙ୍କର କନ୍ୟା ହେବାର ନଥିଲା, ତାଙ୍କର ପୁତ୍ର ହେବାର ଥିଲା। ଏବଂ ମା ଯଶୋଦାଙ୍କୁ କନ୍ୟା ହେବାର ଥିଲା। ଆଉ ପରୋକ୍ଷ ଭାବରେ ଗର୍ଗମୁନି ଏହା କହିଲେ ଯେ ଶ୍ରୀକୃଷ୍ଣ ହଉଛନ୍ତି ମା ଦେବକୀଙ୍କର ପୁତ୍ର ଏବଂ ଯୋଉ ଯୋଗମାୟା କନ୍ୟା ସେ ହଉଛନ୍ତି ମା ଯଶୋଦାଙ୍କର ପୁତ୍ରୀ। ଏବଂ ସେ ଦି ଜଣ ଅଦଳ ବଦଳ ହେଇଯାଇଥିଲେ। ଏବଂ ଗର୍ଗମୁନି ଏହା ମଧ୍ୟ କହିଲେ କି ଯେହେତୁ ସିଏ ଯଦୁ ବଂଶର କୁଳ ପୁରୋହିତ ଏବଂ ଯଦି ସେ ଶ୍ରୀକୃଷ୍ଣଙ୍କର ଦୀକ୍ଷା ସଂସ୍କାର କରିବେ, ତାହେଲେ ପାପି କଂସ ଏହା ଜାଣିଯିବ ଯେ କୃଷ୍ଣ ହଉଛନ୍ତି ଦେବକୀଙ୍କର ପୁତ୍ର ଏବଂ ସେ ଯଥା ସମ୍ଭବ ପ୍ରୟାସ କରିବ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଏହା କହି ଗର୍ଗମୁନି କହିଲେ କି ମୁଁ ଏତିକି ମାନେ ଏତେ ବଡ ପାପର ଭାଗିଦାର ହେବାକୁ ଚାହୁଁନି। ତ ଏହା ଶୁଣି ନନ୍ଦ ମହାରାଜ କହିଲେ କି ହଉ ଠିକ ଅଛି, ଆପଣ ଗୁପ୍ତ ସହକାରେ ମୋର ଦି ଜଣ ପୁତ୍ରଙ୍କର ସଂସ୍କାର ସମ୍ପନ୍ନ କରନ୍ତୁ। ମୁଁ ଏହା ଆଡମ୍ବ ସହକାରେ କରିବିନି, ଆଉ ଏଇଟା ଗୁପ୍ତ ହିଁ ରହିବ। ତ ଏହା ଶୁଣି ଗର୍ଗମୁନି ଏତିକି ଆଗ୍ରହ କରିବା ପରେ ସେ ରାଜି ହେଲେ ଏବଂ ଗୋଶାଳାରେ ବଳରାମ ଏବଂ କୃଷ୍ଣଙ୍କର ଦୀକ୍ଷା ସଂସ୍କାର ଆରମ୍ଭ କଲେ। ବଳରାମଙ୍କୁ ଦେଖି ଗର୍ଗମୁନି କହିଲେ ଯେ ଏହି ଶିଶୁଟି ନିଜର ନିଜର ପରିବାର ଜନ ମଧ୍ୟରେ ଅତ୍ୟନ୍ତ ପ୍ରିୟ ହେବ ଏବଂ ଅତ୍ୟନ୍ତ ଆଦରର ପାତ୍ର ହେବ। ସେଇଥିପାଇଁ ତାଙ୍କର ଗୋଟିଏ ନାମ ହବ ରାମ ଏବଂ ଯେହେତୁ ଭବିଷ୍ୟତରେ ଯାଇ ସିଏ ଅତ୍ୟଧିକ ବଳଶାଳୀ ହେବେ, ସେଇଥିପାଇଁ ତାଙ୍କର ନାମ ହବ ବଳରାମ। ଏବଂ ଯେହେତୁ ଯଦୁବଂଶ ଏବଂ ନନ୍ଦ ମହାରାଜଙ୍କର ଯୋଉ ପରିବାର ଅଛି, ତାହା ତାଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଅଛି। ସେଥିପାଇଁ ବଳରାମଙ୍କର ଅନ୍ୟ ନାମ ହବ ସଂକର୍ଷଣ। ଏହିପରି ଭାବରେ ବଳରାମଙ୍କର ତିନୋଟି ନାମ ହେଲା ରାମ, ବଳରାମ ଏବଂ ସଂକର୍ଷଣ। ତାପରେ କୃଷ୍ଣଙ୍କୁ ଦେଖି ଗର୍ଗମୁନି କହିଲେ କି ଏହି ଶିଶୁଟି ବିଭିନ୍ନ ଯୁଗରେ ବିଭିନ୍ନ ବର୍ଣ୍ଣରେ ଅବତୀର୍ଣ୍ଣ ହେଇଛନ୍ତି। ଫର୍ଷ୍ଟରେ ସିଏ ଶ୍ଵେତ ବର୍ଣ୍ଣ ଧାରଣ କରିଥିଲେ ଏବଂ ସେକେଣ୍ଡରେ ସିଏ ନାଲି ବର୍ଣ୍ଣ ଧାରଣ କରିଥିଲେ, ଥାର୍ଡରେ ସିଏ ପୀତାମ୍ବର ବର୍ଣ୍ଣ ଧାରଣ କରିଥିଲେ ଏବଂ ଏବେ ଯେହେତୁ ସେ ଶ୍ୟାମ ବର୍ଣ୍ଣ ଧାରଣ କରିଛନ୍ତି ଏବଂ ସେ ସର୍ବ ଆକର୍ଷଣ, ସେଥିପାଇଁ ତାଙ୍କର ନାମ ହଉଛି କୃଷ୍ଣ। ତାଙ୍କର ନାମ ହବ କୃଷ୍ଣ। ଏବଂ କୃଷ୍ଣ ଯେହେତୁ ପୂର୍ବ ଜନ୍ମରେ ବସୁଦେବଙ୍କର ପୁତ୍ର ହିଁ ଜନ୍ମ ହେଇଥିଲେ, ସେଇଥିପାଇଁ ତାଙ୍କୁ ବାସୁଦେବ ମଧ୍ୟ କୁହାଯିବ। ଏବଂ ଏହି ଶିଶୁଟି ତାଙ୍କର ବିଭିନ୍ନ ଲୀଳା ଅନୁଯାୟୀ ତାଙ୍କର ବିଭିନ୍ନ ନାମ ହେବ। ଏବଂ ଭବିଷ୍ୟତରେ କୃଷ୍ଣ ଯେହେତୁ ଗୋବର୍ଦ୍ଧନ ପର୍ବତକୁ ଉତ୍ତୋଳନ କରିବେ, ସେଇଥିପାଇଁ ତାଙ୍କର ନାମ ଗିରିରାଜ, ଗିରିଧାରୀ ମଧ୍ୟ ହବ। ଏହା ସହିତ ଗର୍ଗମୁନି ନନ୍ଦ ମହାରାଜକୁ ଏହା କହିଲେ ଯେ ଏହି ଶିଶୁଟି ଭଗବାନ ବିଷ୍ଣୁଙ୍କ ତୁଲ୍ୟ ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଏବଂ ଭକ୍ତିକୁ ନେଇ ଜନ୍ମ ହେଇଛି ଏବଂ ଏହା ପଛରେ ବହୁତ ସାରା ଯୋଉ ରାକ୍ଷସ ଅସୁର ମାନେ ଅଛନ୍ତି, ସେମାନେ ଆକ୍ରମଣ ମଧ୍ୟ କରିପାରିବେ। ସେଥିପାଇଁ ଆପଣ ଏଇ ଶିଶୁଟିକୁ ଅତ୍ୟନ୍ତ ଯତ୍ନ ସହକାରେ ସାବଧାନରେ ଏବଂ ଅତ୍ୟନ୍ତ ପ୍ରେମରେ ଲାଳନ ପାଳନ କରନ୍ତୁ।
ଏହା କହି ଗର୍ଗମୁନି ସେଠୁ ପ୍ରସ୍ଥାନ କଲେ। ଏହି ଘଟଣାର କିଛି ସମୟ ପଶ୍ଚାତ କୃଷ୍ଣ ଏବଂ ବଳରାମ ଗୁରୁଣ୍ଡିକି ଚାଲିବାକୁ ଲାଗିଲେ, ଯେମିତି ମାନେ ଛୋଟ ଶିଶୁ ମାନେ ଯେମିତି କ୍ରଲ କରିକି ଚାଲନ୍ତି, ସେମିତି ସେମାନେ ଅ ଚାଲିବାକୁ ଷ୍ଟାର୍ଟ କଲେ। ଏବଂ ସେ ଦି ଜଣ ଏତିକି ଚଗଲା ଥିଲେ ଯେ ଯୋଉ ଛୋଟ ବାଛୁରୀ ମାନେ ଥାଆନ୍ତି ତାଙ୍କର ଲାଞ୍ଜକୁ ଧରିକି ସେମାନେ ଛିଡା ହେଇଯାଉଥିଲେ। ଏବଂ ଯେତେବେଳେ ସେମାନେ ସେଇ ବାଛୁରୀ ମାନଙ୍କର ଲାଞ୍ଜକୁ ଧରୁଥିଲେ, ସେତେବେଳେ ସେ ଯୋଉ ବାଛୁରୀ ମାନେ ଅଛନ୍ତି ସେମାନେ ବ୍ୟସ୍ତ ହେଇକି ଏଣେ ତେଣେ ବୁଲି ମାନେ ଦୌଡିବାକୁ ଲାଗୁଥିଲେ। ତ ଏହି କାରଣ ପାଇଁ କୃଷ୍ଣ ବଳରାମ କେତେବେଳେ ଗୋବରରେ, କେତେବେଳେ କାଦୁଅରେ, ନହେଲେ କେତେବେଳେ ଧୂଳିରେ ମାନେ ଘୋଷାଡି ହେଇକି ପଡି ଯାଉଥିଲେ। ଏଇ ସବୁ ବାଲ୍ୟ ଲୀଳା ଦେଖିକି ମା ରୋହିଣୀ, ମା ଯଶୋଦା ତାଙ୍କ ଆଖପାଖରେ ଯେତିକି ବି ବରିଷ୍ଠ ବରିଷ୍ଠ ଗୋପୀ ମାତା ମାନେ ଥାଆନ୍ତି ତାଙ୍କୁ ଡାକି ସାଙ୍ଗରେ ମିଶିକି ଏଇ ସବୁ ଲୀଳା ଦେଖନ୍ତି ଏବଂ ଏହି ଦିବ୍ୟ ଲୀଳାର ଆନନ୍ଦ ଆସ୍ୱାଦନ କରି ହସନ୍ତି ମଧ୍ୟ। ଏବଂ ଆହୁରି ଅଧିକ ଲୀଳାର ଆସ୍ୱାଦନ କରିବା ପାଇଁ ବରିଷ୍ଠ ଗୋପୀ ମାନେ କଣ କରୁଥିଲେ ନା କୃଷ୍ଣଙ୍କର ଶିକାୟତ କରିବା ପାଇଁ ଯଶୋଦା ମାଙ୍କ ପାଖକୁ ଯାଉଥିଲେ। ସେମାନେ କେତେବେଳେ ଯାଉଥିଲେ ନା ଯେତେବେଳେ ଶ୍ରୀକୃଷ୍ଣ ମା ଯଶୋଦାଙ୍କ ସାମ୍ନାରେ ବସିଥିବେ, ସେତେବେଳେ ସେମାନେ ଯାଇକି ଶ୍ରୀକୃଷ୍ଣଙ୍କର ଶିକାୟତ କରିବେ। ସେମାନେ ଏହି ପ୍ରକାର ଶିକାୟତ କରୁଥିଲେ କି ଯଶୋଦା, ତମେ ତମର ଏଇ ଦି ଜଣ ପୁତ୍ରକୁ ଆୟତରେ କଣ ପାଇଁ ରଖୁନ? ସେ ସବୁବେଳେ ଆସୁଛନ୍ତି ଆମର ଗାଈ ଧୋଇବା ଆଗରୁ ଆସିକି ଯୋଉ ବାଛୁରୀ ମାନେ ଅଛନ୍ତି ତାଙ୍କୁ ଖୋଲି ଦଉଛନ୍ତି, ଯାହା ଫଳରେ କି ଯୋଉ ବାଛୁରୀ ଅଛନ୍ତି ସେମାନେ ଯାଇକି ଗାଈ ମାନଙ୍କର ସବୁ ଦୁଧ ପିଇ ଦଉଛନ୍ତି। ଯାହା ଫଳରେ କି ଆମେ ଖାଲି ପାତ୍ର ମାନେ ଧରିକି ବାପସ ଫେରୁଛୁ। ଆଉ ଆମେ ଯେତିକି ବି ଦହି, ଲହୁଣୀ, ଦୁଧ ଯାକ ଲୁଚେଇକି ରଖୁଛୁ, ସେମାନେ କୋଉଠୁ ନା କୋଉଠୁ ଖୋଜିକି ସେମାନେ ଦହି, ଲହୁଣୀ ସବୁ ଚୋରି କରିକି ଖାଇକି ମାଠିଆ ଭାଙ୍ଗି ଦଉଛନ୍ତି, ନହେଲେ ଯୋଉ ମାଙ୍କଡ ମାନେ ଅଛନ୍ତି ତାଙ୍କୁ ବିତରଣ କରିଦଉଛନ୍ତି। ଆଉ ଏତିକି ଅନ୍ଧାର ଭିତରେ ମଧ୍ୟ ଲୁଚେଇକି ରଖିଲେ ବି ସେମାନେ ଯୋଉ କୃଷ୍ଣ ବଳରାମ ଯୋଉ ଆଭୂଷଣ ପିନ୍ଧିଛନ୍ତି ଏବଂ ସେ ଆଭୂଷଣୀରେ ଯୋଉ ରତ୍ନ ଯାକ ଅଛି, ତାର ତେଜରେ ସେମାନେ ତାକୁ ଖୋଜି ବାହାର କରି ସେମିତି ଚୋରି କରିକି ଖାଇକି ଯୋଉ ସଫା ଫ୍ଲୋର ଯାକ ଅଛି ସେଇଠି ତେଣେ ଫୋପାଡି ଦଉଛନ୍ତି। ତମେ କଣ ପାଇଁ ତାଙ୍କର ଯୋଉ ଦି ଜଣଙ୍କର ଯୋଉ ଆଭୂଷଣ ଅଛି ତାକୁ ଖୋଲିକି କଣ ପାଇଁ ରଖୁନ? ତ ମା ଯଶୋଦା ଏହା ଶୁଣି କହିବେ କି ହଉ ଠିକ ଅଛି, କୃଷ୍ଣ ବଳରାମଙ୍କର ଯୋଉ ଆଭୂଷଣ ଅଛି ତାକୁ ମୁଁ ଖୋଲିକି ରଖିଦେବି। ତାହେଲେ ସେମାନେ ଖୋଜି ପାରିବେନି, ଆଉ ତମେ ତମର ଯୋଉ ଦହି, ଲହୁଣୀ ଅଛି ସେ ସବୁକୁ ମାନେ ଯତ୍ନ ସହକାରେ ରଖ। ଏହା ଶୁଣି ଗୋପୀ ମାନେ କହିବେ କି ନା ନା, ତମେ କାହିଁ ତାଙ୍କର ଯୋଉ ଆଭୂଷଣକୁ ଖୋଲିକି ରଖିବ? ଏଇ ଦି ଜଣଙ୍କର ଶରୀର ଏତିକି ଦିବ୍ୟ, ଏତିକି ତାଙ୍କ ଶରୀରରୁ ତେଜ ବାହାରିଛି କି ସେଇ ତେଜ ସାହାଯ୍ୟରେ ହିଁ ସେମାନେ ଖୋଜିକି ବାହାର କରିକି ପୁଣି ସେଇ ଲହୁଣୀ ଯାକ ସବୁ ଖାଇଦେବେ। ତମେ ତାଙ୍କର ଆଭୂଷଣକୁ ବାହାର କରିକି ରଖ କିମ୍ବା ନ ରଖ, ସେମାନେ ତ ଏମିତିରେ ବି ଖୋଜିକି ବାହାର କରିଦେବେ। ଏହା କହି ସେ କହିବେ କି ଆମେ ତାକୁ ବାନ୍ଧିକି ଶିକା କରିକି ଉପରେ ଟାଙ୍ଗିଲେ ବି ମଧ୍ୟ ସେମାନେ ପିଣ୍ଢା ଉପରେ ପିଣ୍ଢା ଦେଇ ସେଠି ଚଢିକି ଆଣି ପକଉଛନ୍ତି। ଆଉ ହାତ ନ ଯଦି ପାଇବ ତାହେଲେ ସେମାନେ ମାଠିଆକୁ ଛେଙ୍ଗା କରିଦଉଛନ୍ତି, ଯାହା ଫଳରେ କି ଯୋଉ ଦୁଧ ଦହି ଯାହା ବି ଅଛି ସବୁ ତଳେ ପଡିକି ମାନେ ଯୋଉ ଫ୍ଲୋର ଯାକ ଅଛି ସେଠି ସବୁ ଅସନା ହେଇଯାଉଛି। ତମେ ତମର ପୁତ୍ର ମାନଙ୍କୁ ଟିକେ ଆୟତରେ ରଖ। ତ ଏଠାରେ ଆମେ କହିପାରିବା କି ଯୋଉ ବ୍ରଜବାସୀ ମାନେ ଅଛନ୍ତି ସେମାନେ ଏତେ ସରଳ, ଏତିକି କୃଷ୍ଣଙ୍କ ପ୍ରତି ତାଙ୍କର ପ୍ରେମ ଅଛି ଯେ କୃଷ୍ଣ ଛୋଟ କାମ କରନ୍ତୁ କିମ୍ବା ମହାନ କାମ କରନ୍ତୁ, ତାଙ୍କର ପ୍ରେମ କେବେ ବି ମାନେ ବଦଳେନି, ସେଇ ସେମ ହିଁ ରହେ। ତ ଏଇ ସବୁ ଶିକାୟତ ଶୁଣିଲା ପରେ ମା ଯଶୋଦା କଣ କରନ୍ତି ନା ତାଙ୍କୁ ଗାଳି ଦେବା ପାଇଁ ଯାଆନ୍ତି, ବଟ କୃଷ୍ଣଙ୍କର ଯୋଉ ମୁହଁ ଯୋଉ ଫେସ୍ ଅଛି ତାକୁ ଦେଖିକି ସେ ମାନେ ହସି ଦିଅନ୍ତି ଆଉ ସେ ଗାଳି କରି ପାରନ୍ତିନି।
ତାପରେ ଏ ସବୁ ଘଟଣା ପରେ ପରେ କଣ ହେଲା ନା ଥରେ କୃଷ୍ଣ ବଳରାମ ଏବଂ ତାଙ୍କର ଯୋଉ ବ୍ରଜବାସୀର ଯୋଉ ଗୋପବାଳା ମାନେ ଅଛନ୍ତି ସେମାନେ ଖେଳୁଥିଲେ। ଖେଳିବା ସମୟରେ କୃଷ୍ଣ କଣ କରିଛନ୍ତି ନା ମାଟି ଖାଇ ଦେଇଛନ୍ତି। ତ ଏହା ଦେଖି ବଳରାମ ସହିତ ଯୋଉ ଗୋପବାଳା ଅଛନ୍ତି ସେମାନେ ମା ଯଶୋଦାଙ୍କ ପାଖକୁ ଯାଇ ଏହା କହିଛନ୍ତି କି ମା ଯଶୋଦା କୃଷ୍ଣ ନା ମାଟି ଖାଇ ଦେଇଛନ୍ତି। ଏହା ଶୁଣି ମା ଯଶୋଦା କୃଷ୍ଣଙ୍କ ହାତ ଧରିକି ନେଇକି ଆସିକି ତାଙ୍କୁ ପଚାରିଲେ ଏବଂ କହିଲେ କି କୃଷ୍ଣ ତମେ କଣ ପାଇଁ ଏକା ମାଟି ଖାଇଲ? ତମେ କଣ ପାଇଁ ଏକା ମାଟି ଖାଇଲ? କୃଷ୍ଣ ସରି ବଳରାମ ଏବଂ ତାଙ୍କର ଯୋଉ ଅ ଗୋପବାଳା ମାନେ ଅଛନ୍ତି ସେମାନେ ସମସ୍ତେ ତମକୁ ଶିକାୟତ କରୁଛନ୍ତି କି ତମେ ମାଟି ଖାଇଲ ବୋଲି। ମାନେ ଏଠାରେ ଆମେ କହିପାରିବା କି ମା ଯଶୋଦା ଶ୍ରୀକୃଷ୍ଣଙ୍କ ବାତ୍ସଲ୍ୟ ପ୍ରେମରେ ମାନେ ଏତିକି ବାନ୍ଧି ହେଇ ଯାଇଥିଲେ କି ତାଙ୍କୁ ଇଏ ଦେଖାଗଲାନି କି କୃଷ୍ଣ ଯୋଉ ଅଛନ୍ତି ମାଟି ଖାଇ ଦେଇଛନ୍ତି ସେ ଓଲଟା ଏହା କହୁଛନ୍ତି କି ତମେ ଏକା କାଇଁ ଖାଇଲ ତମେ ବଳରାମ ଏବଂ ତମ ସାଙ୍ଗ ମାନଙ୍କ ସହିତ କାଇଁ ଖାଇଲନି? ତ ତାପରେ କଣ ହେଇଛି କୃଷ୍ଣ କହିଛନ୍ତି କି କହିଲେ କି ମା ମୁଁ ମାଟି ଖାଇନି ଏମାନେ ସମସ୍ତେ ମିଛ କହୁଛନ୍ତି। ଆଜି ଭାଇ ମୋ ଉପରେ ରାଗିଛନ୍ତି ସେଇଥିପାଇଁ ସେ ସାଙ୍ଗ ମାନଙ୍କ ସହିତ ଆସି ଆପଣଙ୍କ ସାମ୍ନାରେ ମୋର ଶିକାୟତ କରୁଛନ୍ତି ତାକି ଆପଣ ମତେ ରାଗିକି ମତେ ଗାଳି କରିବେ ବୋଲି। ଯଦି ଆପଣଙ୍କୁ ବିଶ୍ୱାସ ହଉନି ତାହେଲେ ଆପଣ ମୋର ମୁହଁ ଖୋଲି ଦେଖିପାରିବେ। ତ ଏହା ଶୁଣି ମା ଯଶୋଦା କହିଲେ କି ହଉ ଠିକ ଅଛି ତମେ ତମର ମୁହଁ ଖୋଲ ମୁଁ ଦେଖିବି। ଯେତେବେଳେ ଶ୍ରୀକୃଷ୍ଣ ନିଜ ମୁହଁ ଖୋଲିଲେ ସେତେବେଳେ ମା ଯଶୋଦା ଶ୍ରୀକୃଷ୍ଣଙ୍କ ମୁଖରେ ଏ ସମଗ୍ର ସୃଷ୍ଟିର ଐଶ୍ୱର୍ଯ୍ୟ ଦେଖିଲେ। ଯେମିତି କିି ବାହ୍ୟ ଆକାଶ ପର୍ବତ ଦ୍ୱୀପ ସାଗର ଗ୍ରହ ବାୟୁ ଅଗ୍ନି ଚନ୍ଦ୍ରମା ତଥା ନକ୍ଷତ୍ର ସମ୍ପୂର୍ଣ୍ଣ ତତ୍ଵ ଜଳ ଆକାଶ ଶୂନ୍ୟ ଚିତ୍ତ ଅହଂକାର ତିନି ଗୁଣ ସମସ୍ତ ଜୀବ କାଳ ଭୌତିକ ପ୍ରକୃତି ଆଧ୍ୟାତ୍ମିକ ପ୍ରକୃତି ଏମିତି ସମସ୍ତ ଏଇ ଯୋଉ ସୃଷ୍ଟି ଯେତିକି ବି ଐଶ୍ୱର୍ଯ୍ୟ ଅଛି ସବୁ ଯାକ ସେ କୃଷ୍ଣଙ୍କ ମୁଖରେ ଦେଖିବାକୁ ପାଇଲେ। ଏହା ଦେଖି ମା ଯଶୋଦା ଏହା ଭାବୁଛନ୍ତି ଯେ ମୁଁ ମୋର ପୁତ୍ରର ମୁଖ ହିଁ ଦେଖୁଛି ତ ନା ଏଇଟା ବିଷ୍ଣୁଙ୍କର ମାୟା ଶକ୍ତି। ନା ନା ଏଟା ବିଷ୍ଣୁଙ୍କର ମାୟା ଶକ୍ତି ତାଙ୍କ ଦ୍ଵାରା ହିଁ ମୁଁ ପ୍ରଭାବିତ ହେଇକି କୃଷ୍ଣଙ୍କୁ ନିଜ ପୁତ୍ର ଅ ନନ୍ଦ ବାବାଙ୍କୁ ମୋର ସ୍ଵାମୀ ଏବଂ ଏଇ ବ୍ରଜବାସୀଙ୍କୁ ମୋର ପ୍ରଜା ବୋଲି ମନେ ଭାବୁଛି ଏବଂ ନନ୍ଦ ମହାରାଜଙ୍କର ଯେତିକି ବି ଧନ ସମ୍ପତ୍ତି ଅଛି ତାକୁ ମୁଁ ନିଜର ବୋଲି ଭାବୁଛି ଏବଂ ସେ ଭଗବାନ ବିଷ୍ଣୁଙ୍କୁ ଏହା ପ୍ରାର୍ଥନା ମଧ୍ୟ କରିଛନ୍ତି କି ହେ ପ୍ରଭୁ ମତେ ଏହି ଆପଣଙ୍କର ଏହି ମାୟା ଶକ୍ତିରୁ ମତେ ରକ୍ଷା କରନ୍ତୁ। ଏହି ସବୁ ଦେଖିକି କୃଷ୍ଣ ନିଜର ଯୋଉ ଅନ୍ତରଙ୍ଗ ଶକ୍ତି ଅଛି ତାକୁ ବିସ୍ତାର କଲେ ଯୋଉଥିରେ କି ମା ଯଶୋଦା ସେଥିରେ ମୁହଗ୍ରସ୍ତ ହେଇ ଯୋଉ ଘଟଣା ସବୁ ଘଟିଲା ତାକୁ ସେ ସେଇଟା ସବୁ ତାଙ୍କର ବିସ୍ମରଣ ହେଇଯାଏ। ବିସ୍ମରଣ ହେଲା ପରେ ମାତା ଯଶୋଦା ପୁଣି ଥରେ କୃଷ୍ଣଙ୍କୁ ନିଜର ପୁତ୍ର ରୂପେ ଗ୍ରହଣ କରିଛନ୍ତି ଏବଂ ନିଜର ବାତ୍ସଲ୍ୟ ଏବଂ ନିଜର ଯୋଉ ସ୍ନେହ ଅଛି ମାତୃ ସ୍ନେହ ତାକୁ କୃଷ୍ଣଙ୍କୁ ପ୍ରଦାନ କରିଛନ୍ତି ଏବଂ ଏଠାରେ କୁହାଯାଇଛି କି ଯୋଉ ନନ୍ଦ ବାବା ଏବଂ ମା ଯଶୋଦା କୃଷ୍ଣଙ୍କୁ ନିଜ ପୁତ୍ର ରୂପରେ ପ୍ରାପ୍ତ କରି ତାଙ୍କର ସୁନ୍ଦର ଯୋଉ ବାଲ୍ୟ ଦିବ୍ୟ ଲୀଳା ଅଛି ସେଇଟାକୁ ସେମାନେ ଆସ୍ୱାଦନ କରିବାର ତାଙ୍କୁ ସୁଯୋଗ ମିଳିଥିଲା କିନ୍ତୁ ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କର ପୁତ୍ର ହେଇକି ମଧ୍ୟ ତାଙ୍କୁ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା କୁ ଆସ୍ୱାଦନ କରିବାକୁ ସୁଯୋଗ ମିଳିନଥିଲା ଏହାର କାରଣ ସୁଖଦେବ ଗୋସ୍ୱାମୀ ଏଠାରେ କହିଛନ୍ତି କି ଯେତେବେଳେ ବ୍ରହ୍ମାଜୀ ବଂଶ ବିସ୍ତାର ନିମନ୍ତେ ପ୍ରଧାନ ବସୁ ଦ୍ରୋଣ ଏବଂ ତାଙ୍କର ସ୍ତ୍ରୀ ଧରାଙ୍କୁ ଯେତେବେଳେ ବଂଶ ବିସ୍ତାର ନିମନ୍ତେ ଆଦେଶ ଦେଲେ ସେତେବେଳେ ବସୁ ଦ୍ରୋଣ ଏବଂ ଧରା ସେ ବ୍ରହ୍ମାଜୀଙ୍କୁ ଏହା ବର ମାଗିଲେ ଯେ ଯେତେବେଳେ ପୁଣି ଥରେ ବ୍ରହ୍ମାଣ୍ଡରେ ସେମାନେ ଜନ୍ମ ଗ୍ରହଣ କରିବେ
ଯେତେବେଳେ ଶ୍ରୀକୃଷ୍ଣ ହିଁ ତାଙ୍କର ପୁତ୍ର ରୂପେ ଆସନ୍ତୁ ଏବଂ ତାଙ୍କର ଦିବ୍ୟ ମଧୁର ବାଲ୍ୟ ଲୀଳାରେ ତାଙ୍କୁ ସବୁବେଳେ ଆକୃଷ୍ଟ କରୁଥାନ୍ତୁ। ଏବଂ ଶ୍ରୀକୃଷ୍ଣଙ୍କ ସହ ମା ଯଶୋଦା ଏବଂ ନନ୍ଦ ମହାରାଜଙ୍କ ବ୍ୟବହାର କାହାଣୀ ଏତେ ଶକ୍ତିଶାଳୀ ଯେ ଯେଉଁ ବ୍ୟକ୍ତି କେବଳ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ଶ୍ରବଣ କରିବ, ସେ ଖୁବ ସହଜରେ ଏହି ଜନ୍ମ ମୃତ୍ୟୁ ଅବିଦ୍ୟାରୁ ମୁକ୍ତ ହେଇପାରିବ। ନିଃସନ୍ଦେହ କି ମାତା ଯଶୋଦା ଏବଂ ନନ୍ଦ ବାବା ବହୁତ ପୁଣ୍ୟ ଅର୍ଜନ କରି ଏବଂ ଯଜ୍ଞ କରି ଏବଂ ବହୁତ ତପସ୍ୟା କରି କୃଷ୍ଣଙ୍କୁ ନିଜ ପୁତ୍ର ରୂପେ ପ୍ରାପ୍ତ କଲେ ଏବଂ ସବୁବେଳେ ତାଙ୍କର ଦିବ୍ୟ ବାଲ୍ୟ ଲୀଳାକୁ ସବୁବେଳେ ସେ ଆସ୍ୱାଦନ କରୁଥିଲେ। ଏତିକି କହି ମୋର କୃଷ୍ଣଙ୍କର ଯୋଉ ବିରାଟ ରୂପ ଦର୍ଶନ ଲୀଳା ଅଛି ତାକୁ ମୁଁ ସମାପ୍ତ କରିଛି। ଯଦି ମୋ ଦ୍ଵାରା କିଛି ଭୁଲ ହେଇଯାଇଛି କି ତ୍ରୁଟି ହେଇଯାଇଥିଲେ କ୍ଷମା କରିବି। ହରେ କୃଷ୍ଣ। हरे कृष्णा। धन्यवाद। तो प्रथम आम कमेंट शुणा किए कमेंट कर मामुनी माता जी मामुनी कह हरे कृष्ण। हरे और हरे कृष्ण। तो शेषରେ ଶୁଣିଲି ମାତାଜୀଙ୍କର ବିଶେଷ କିଛି ଶୁଣିବାନି କୃଷ୍ଣ ଲୀଳା। ଲାଷ୍ଟ ଅଳ୍ପ ଟିକେ ଶୁଣିଲି ମାତାଜୀ କୃଷ୍ଣ ଲୀଳା ଯେତିକି ବି ଶୁଣିଲି ଅଳ୍ପ ବହୁତ ଭଲ ଲାଗିଲା। Okay, next. मोर सोनाली माता जी तापर ओम प्रभु। हरे कृष्ण प्रभु जी दंडवत प्रणाम। प्रभु जी बहुत कहले माता जी मैंने बहुत अब बुझी भी हो कौन माता जी टॉपिक थिला कुछ लीला कहले। ओके नेक्स्ट ओम प्रभु तुम्हें कहो। हरे कृष्ण प्रभु धन्यवाद। तो ये माता जी बहुत बड़े भाव में कृष्णଙ୍କର ସେ ମାଟି ଖାଇବା ସମୟରେ ଯେଉଁ ମାତା ଯଶୋଦାଙ୍କୁ ଯେଉଁ ତାଙ୍କ ବିଷୟ ରୂପ ଏବଂ ସମସ୍ତ ଜଗତ ଯେଉଁ ଦର୍ଶନ କରି ସେଇ ବିଷୟରେ ବହୁତ ଭଲ ଭାବରେ ଏକ୍ସପ୍ଲେନ କରିଲେ ଆଉ ଶୁଣିକି ବହୁତ ଆନନ୍ଦ ଲାଗିଲା। ହରେ କୃଷ୍ଣ। लिपि माता जी। हरे कृष्ण प्रभु जी प्रणाम। हरे कृष्ण हरे कृष्ण प्रभु जी दंडवत प्रणाम। कुहतु कुहतु कृष्ण माता प्रभु जी जी कुहतु हाँ कुहतु। माताजी बहुत बढ़िया भाবে वर्णना कले विश्वरूप दर्शन टा मते तो बहुत भल लागेगा। अरे भल लगिला समस्त कहया दरकार नहीं समस्त कौन भल लगिला हेटा कहबार अछि। लीला तो सब समस्त भल लगियो समस्त कहबार अछि ना हां एई जिनसटा माता जी कहले भल लगिला। कुह ओम प्रभु तुमको कौन भल लगिला। हरे कृष्ण प्रभु जी से माता जी जो भाବରେ एक्सप्लेन करले से कृष्ण माटी खाइबार लीलाକୁ ଆଉ ଯେଉଁ କୃଷ୍ଣ ମାନେ ମାତା ଯଶୋଦା ଯେମିତି କହିଲେ କୃଷ୍ଣ ଆଉ ବାକି ତୁମ ସାଙ୍ଗସାଥି ପାଇଁ କହିଲେନି ସେଇ କଥାଟା ବହୁତ ଭଲ ଲାଗିଲା। ओके ठीक है नेक्स्ट। हरे कृष्ण प्रभु जी हरे कृष्ण प्रभु जी हरे कृष्ण। दंडवत प्रणाम। हरे कृष्ण माता जी दंडवत प्रणाम। माता जी बहुत सुंदर भाବରେ अति स्वीटली मु टिके स्टार्टिंग ରୁ ଶୁଣି ପାରିଲିନି ମାତାଜୀ କ୍ଷମା କରିବେ କିନ୍ତୁ ଯେତିକିରେ ଶୁଣିଲି ଆପଣ ଯୋଉ ମାଟି ଖାଇବା ଗୋପୀ ମାନେ କମ୍ପ୍ଲେନ କରୁଥିବେ ଯୋଉ ମା ଯଶୋଦାଙ୍କ ଆଗରେ ସେଇଟା ଯୋଉ କହୁଥିଲା ଆଉ
से जो एक्सप्रेशन रे कहूतिले पूरा एग्जैक्ट लागुतिला मते पूरा लागुतिला कि सतरे माँ जशोदा और से गोपी माने आसी कहउचंदी आपण जेमती कहउतिले आपण आज मते कहउतिले कि माताजी मते नर्वस लागुची किंतु मु आपणकर जेतिकी सुनिले मते बहुत भल लागिला मते तो लागिला मु भी एते सुंदर से कहिनी आपण एते सुंदर से कहिले धन्यवाद माताजी हरे कृष्ण हरे कृष्ण। हरे हरे कृष्ण कृष्ण। प्रभु जी। हाँ जिसको हरे कृष्ण प्रभु जी दंडवत प्रणाम। माता जी जो लास्ट को जो कहले कि कृष्णଙ୍କର ବାଲ୍ୟ ଲୀଳା ଶ୍ରବଣ ମାତ୍ରକେ ଏଇ ଯୋଉ ଜୀବନ ମୃତ୍ୟୁ ଜରାବାଧି ଚକ୍ରରେ କେହି ପଡିବେନି ଆଉ ତାଙ୍କର ବାଲ୍ୟକାଳ ଶ୍ରବଣ ମାତ୍ରକେ ଶ୍ରୀକୃଷ୍ଣଙ୍କର ତାଙ୍କ ଚରଣ କମଳ ପ୍ରତି ଆମର ଭକ୍ତି ଜାଗ୍ରତ ହୁଏ ସେଇଟା ବହୁତ ଭଲ ଲାଗିଲା। ହରେ କୃଷ୍ଣ ରହୁଛି ଦଣ୍ଡବତ ପ୍ରଣାମ। ଭଗବାନଙ୍କ ଲୀଳା ଶ୍ରବଣ କଲେ କାହିଁକି ଜଣେ ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ ପଡିବନି? କିଛି ଲଜିକ ଅଛି? ମତେ ଦେଖ प्रभुजी ବୁଝା ମତେ। प्रभुजी कृष्णଙ୍କୁ लीला श्रवण कले ଆମକୁ କୃଷ୍ଣଙ୍କ ପ୍ରତି ପ୍ରେମ ଜାଗୃତ ହବ ଯୋଉଥିକି ଆମେ ପ୍ରୟାସ କରିବା କି ଏଇ ମାନେ ଜନ୍ମ ମୃତ୍ୟୁର ଯୋଉ ଚକ୍ର ଅଛି ସେଥିରେ ନ ପଡିକି କୃଷ୍ଣଙ୍କ ନିମନ୍ତେ ସେବା କରିବା ପାଇଁ। ଓକେ ସିମ୍ପଲ ଏମିତି ଆମେ କହିପାରିବା କି ଭଗବାନଙ୍କ ଲୀଳାଟା ଅତ୍ୟନ୍ତ ଦିବ୍ୟ ବୋଲି। ଦିବ୍ୟ ମାନେ କଣ? ଏଇ ଦୁନିଆର ନୁହଁ। ଆମେ ଭାବନ୍ତୁ ପ୍ରତ୍ୟେକ ଦିନ ପ୍ରାତଃ ମୁହୂର୍ତ୍ତରେ ଆମେ ଯେତେବେଳେ ସକାଳୁ ଉଠୁଛେ ପୁଣି ବ୍ୟାକ୍ ଆମେ ଶୋଇବା ପର୍ଯ୍ୟନ୍ତ ଆମେ ଯାହା ବି କିଛି କରୁଛେ ସେ ସବୁତକ ଜିନିଷ ପ୍ରାୟତଃ ଥାଏ ମେଟେରିଆଲ। କୌଣସି ମେଟେରିଆଲ ପରିସ୍ଥିତିରେ ପଡିପାରନ୍ତି, ନିଜକୁ ମ୍ୟାଟର ବଡି ଆଣ୍ଡ ବଡି ରିଲେସନସିପ ଭାବନ୍ତି ତା ସାଙ୍ଗରେ କିମ୍ବା ମେଟେରିଆଲ ଲୋକଙ୍କ ସହିତ ଡିଲ୍ କରନ୍ତି ସବୁ କିଛି ପର୍ପସ ବି ମେଟେରିଆଲ ଥାଏ, ପ୍ରୋସେସ ବି ମେଟେରିଆଲ ଆଉ ଆମର ଆଇଡେଣ୍ଟିଟି ବି ମେଟେରିଆଲ। ସେଇଥିପାଇଁ ଆମେ ଯେତେବେଳେ ଭଗବାନଙ୍କର ନାମ ଶ୍ରବଣ କରନ୍ତି, ଭଗବାନଙ୍କର ଗୁଣ କୀର୍ତ୍ତନ କରନ୍ତି ତ ଫାଷ୍ଟ ପର୍ପସ ରିଇନଷ୍ଟେଟ ହୁଏ। ଅର୍ଥାତ ଆମେ ପର୍ପସ କଣ ଜାଣନ୍ତି? ମୁଁ କୃଷ୍ଣଙ୍କ ଲୋକକୁ ଯିବି, ଭଗବାନଙ୍କର ଧାମ କୁ ଯିବି। ଆଉ ତାପରେ ପ୍ରସେସ ଆମେ ଜାଣିଛେ କି ଭଗବାନଙ୍କ ନାମ ଶ୍ରବଣ କରିବା ହିଁ ଭକ୍ତି। ତ ସେଇଟା ଭଗବାନଙ୍କର ଲୀଳା ଶ୍ରବଣ କରିବା, ଲୀଳାକୁ ଗାନ କରିବା ଏଇଟା ଭକ୍ତି। ପ୍ରସେସ ବି ସ୍ପିରିଚୁଆଲ ହେଲା, ଗୋଲ ସ୍ପିରିଚୁଆଲ। ଆଉ ଷ୍ଟାର୍ଟିଂ କେମିତି କରିବି? ଫାଷ୍ଟ ଆଇଡେଣ୍ଟିଟି ମୁଁ ଚେଞ୍ଜ କରିବି କି ମୁଁ ଶରୀର ନୁହେଁ, ମୁଁ ଭଗବାନଙ୍କର ଶାଶ୍ୱତ ସେବକ, ମୁଁ ଆତ୍ମା ବୋଲି, ସ୍ପିରିଟ ସୋଲ ବୋଲି। ସେତେବେଳେ ଆମେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ହବା ପାଇଁ ଚେଷ୍ଟା କରିବା ଆଉ ବହୁତ ଗୁଡା କିଛି ଟ୍ରୁଥ ଆମ ସାମ୍ନାରେ ରିଭିଲ ହବ। ତ ଏଇ ସୁନ୍ଦର ଭାବରେ ଯୋଉ ଉପାଖ୍ୟାନ ଅଛି କି ଭଗବାନ କୃଷ୍ଣ ଯଶୋଦା ମାଙ୍କୁ ତାଙ୍କର ମୁଖ ପଦ୍ମ ଭିତରେ କଣ ସାରା ସଂସାରକୁ ଦର୍ଶନ କରାଇଲେ। ତ ଏଠି ଭାଗବତମରେ ବର୍ଣ୍ଣନା କରାଯାଏ ଭଗବାନ କେମିତି ତ୍ରିଯୋଗୀ। ତ୍ରିଯୋଗୀ ମାନେ ତିନିଟା ରୂପରେ ଆସନ୍ତି। ଆସନ ବର୍ଣ୍ଣତ୍ରୟୋ ୟସ୍ୟ ଗୃହ୍ଣତୋ ଅନୁୟୁଗಂ ତନୁଃ ଶୁକ୍ଲ ରକ୍ତସ୍ତଥା ପୀତ ଇଦାନୀଂ କୃଷ୍ଣତାଂ ଗତଃ। ତ ଏଠି ଗର୍ଗମୁନି କହିବେ ଯେତେବେଳେ ନାମକରଣ ଇତ୍ୟାଦି ହବ ତ ଭଗବାନଙ୍କୁ ଭଗବାନ ନାମକରଣ ପୂର୍ବରୁ ଗର୍ଗମୁନି ସମ୍ୟକ ସୂଚନା ଦେବେ କି ଆପଣଙ୍କର ପୁତ୍ର କୃଷ୍ଣ ସିଏ ଆବିର୍ଭାବ ହୁଅନ୍ତି ସମସ୍ତ ଯୁଗରେ ଆବିର୍ଭାବ ହୁଅନ୍ତି। ଭବିଷ୍ୟତରେ ପୂର୍ବରୁ ସିଏ ତିନି ପ୍ରକାର କଲର ତାଙ୍କୁ ମିଳିଥିଲା। କଣ? ଗୋଟେ ହ୍ୱାଇଟ କଲର, ଶ୍ଵେତ ବର୍ଣ୍ଣ, ରକ୍ତ ବର୍ଣ୍ଣ, ପୀତ ବର୍ଣ୍ଣ ହେଲା। ନୃସିଂହ ଭଗବାନ କୋଉ ବର୍ଣ୍ଣରେ ଆସିଥିଲେ? ଶୁଣାନି ଜୋରରେ କହିଲେ। ତ ଏତବାଳ ଦେଖିବ ହଁ ଚେକ୍ କରିବ ନୃସିଂହ ମୋହନ ଆସିଥିଲେ, ବରାହଦେବ ଆସିଥିଲେ। ତ ଭଗବାନ ଯେତେବେଳେ ଆସନ୍ତି କି ୟା ପୂର୍ବରୁ ରାମଚନ୍ଦ୍ର ଆସିଥିଲେ। ତ କୋଉ କିଏ କୋଉ ବର୍ଣ୍ଣରେ ଆସୁଛନ୍ତି ଦେଖିବା କିନ୍ତୁ ସେ କହୁଛନ୍ତି ଗର୍ଗମୁନି କି ଏବେ ଭଗବାନ ଶ୍ରୀକୃଷ୍ଣ କି ଶ୍ୟାମ ବର୍ଣ୍ଣକୁ ଧାରଣ କରନ୍ତି ହେଲା। କାହିଁକିନା ଭଗବାନ ଅଲଗା ଦ୍ୱାପର ଯୁଗରେ ସେ ଭଗବାନ କିଏ ରାମଚନ୍ଦ୍ର ରୂପରେ ଆସିଥିଲେ ଶୁକବର୍ଣ୍ଣ ପ୍ୟାରଟ ମାନେ କଣ? ଶୁଆର ଯୋଉ ବର୍ଣ୍ଣ ଥାଏ ସେଇ ବର୍ଣ୍ଣକୁ ରାମଚନ୍ଦ୍ର ଧାରଣ କରିଥିଲେ। ଦ୍ୱାପର ଯୁଗରେ ଅଲଗା ଗୋଟେ ଦ୍ୱାପର ଯୁଗରେ ଆସିଥିଲେ ଭଗବାନ ହେଲା। ତେଣୁ ସେଥିପାଇଁ ସେ କହୁଛନ୍ତି କି ସବୁ ପ୍ରକାର ଯୋଉ ଇନକାରନେସନ ଭଗବାନଙ୍କର ରହିଲା ତ ସମସ୍ତେ ଏଥିରେ ସମ୍ମିଳିତ ହେଇକି ଅଛନ୍ତି। ସମସ୍ତେ ଏଥିରେ ସମ୍ମିଳିତ ହେଇକି ଅଛନ୍ତି। ସେଥିପାଇଁ ଆମେ ଯେତେବେଳେ ଆଗକୁ ଶ୍ରବଣ କରିବା ବୃନ୍ଦାବନରେ ଭିନ୍ନ ଭିନ୍ନ ରାକ୍ଷସ ମାନେ ଆସିବେ ତ ତାକୁ ଦମନ କରିବା ପାଇଁ ଭଗବାନଙ୍କର ଐଶ୍ୱର୍ଯ୍ୟ ଅବତାର ପ୍ରକାଶ ହବ। ଆଉ ଭଗବାନଙ୍କର ତଳେ ଗୋପୀ ମାନଙ୍କ ସହିତ
कि बाल गोपाल मान सहित लीला करेंगे तो भगवान माधुर्य अवतार माधुर्य विकास हम से प्रकाश पड़ो तेणु से आमको बहुत ध्यान सकार श्रवण करार भगवान लीला को जिते आम निपुण भाव में वर्णना करवा से सुंदर भाव में आम तार स्वाद को अनुभव भी करवा निश्चय आम कृष्ण को अंश तो माता विशेष धन्यवाद माता तार उपस्थापना करते आगो आम पुणी शुणे हरे कृष्ण श्रील प्रभुपाद की जाए अनंत कोटि कृष्ण की जाए तो नेक्स्ट सेशन समस्त ध्यान देकी शुणु शुणला मुझे पचारि कौन शुणिल एटलिस्ट कह प्रभु जी आमको ये जिनिस भल लगे खाली भल लगे कहबनी के ओके हरे कृष्ण।